ପିଲାମାନେ ଆଜି ମୁଁ ତୁମମାନଙ୍କ ପାଇଁ ଏହି ବର୍ଷ 2024-25ର ପ୍ରଥମ ଶ୍ରେଣୀ ଇଂରାଜୀ ଲିଖିତ ପ୍ରଶ୍ନ ନେଇ ଆସିଛି। ଆଜି ଏହାକୁ ଆଲୋଚନା କରିବା। କ୍ୱେଶ୍ଚିନ୍ ନମ୍ବର 1 ଡିଟେକ୍ସନ୍ ଲେସନ୍ 34 ପେଜ୍ ନମ୍ବର 23 ଅଫ୍ ସରସ୍ୱତୀ ଇଂଲିଶ ରିଡର 1 ପାର୍ଟ 2 ଦିସ୍ ଇଜ୍ ଏ ଡଲ୍ ଡଟ୍ 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 ଇଟ୍ସ ହେଡ୍। ତା ଅର୍ଥ ପିଲାଟିକୁ ପ୍ରଥମ ଶ୍ରେଣୀ ସରସ୍ୱତୀ ଇଂରାଜୀ ବହିର ପୃଷ୍ଠା 23 ପାଠ 34ର ଡିଟେକ୍ସନ୍ ଡକାଯିବ। ଦିସ୍ ଇଜ୍ ଏ ଡଲ୍ରୁ ଇଟ୍ସ ହେଡ୍ ପର୍ଯ୍ୟନ୍ତ। କ୍ୱେଶ୍ଚିନ୍ ନମ୍ବର 2 ହ୍ୟାଣ୍ଡ ରାଇଟିଂ ଗୁଡ୍ ହ୍ୟାଣ୍ଡ ରାଇଟିଂ ଭଲ ଲେଖିଲେ ପିଲାଟିକୁ ଏକ୍ସଟ୍ରା 5 ମାର୍କ ଦିଆଯିବ। କ୍ୱେଶ୍ଚିନ୍ ନମ୍ବର 3 ଆନ୍ସର୍ ଦି କ୍ୱେଶ୍ଚିନ୍ସ। ଏ ନମ୍ବର ପ୍ରଶ୍ନ ଦେଇଛି ହୁ ଇଜ୍ ନବୀନ ସିଷ୍ଟର, କିଏ ନବୀନର ଭଉଣୀ ଅଟେ। ଆନ୍ସର୍ କ'ଣ ହେବ? ବିନି ଇଜ୍ ନବୀନ୍ସ ସିଷ୍ଟର। ବିନି ଇଜ୍ ନବୀନ୍ସ ସିଷ୍ଟର। ଦୁଇ ନମ୍ବର ପ୍ରଶ୍ନ ଦେଇଛି ଇଜ୍ ଲୀଲା ମଧୁ ସିଷ୍ଟର, ଲୀଲା ମଧୁର ଭଉଣୀ କି? ଆନ୍ସର୍ ହେବ କ'ଣ? ୟେସ୍, ଲୀଲା ଇଜ୍ ମଧୁ ସିଷ୍ଟର। ୟେସ୍, ଲୀଲା ଇଜ୍ ମଧୁ's sister. Question number 4 answer the letters to make correct words. Example ଦେଇଛି LLBA, ଠିକ୍ ଅଛି କ'ଣ ହେବ? BALL। ତା ଅର୍ଥ ଅସଜଡ଼ା ହିଁ ଲେଖା ହେଇଛି, ସଜାଡ଼ିକି ଲେଖିବା। ଏ ନମ୍ବର ଦେଇଛି BXO, ଠିକ୍ ଲେଖିଲେ କ'ଣ ହେବ? ବକ୍ସ, BOX ବକ୍ସ। ସେହିପରି ବି ଦେଇଛି କ'ଣ? ODG, ଠିକ୍ ଲେଖିଲେ କ'ଣ ହେବ? ଡଗ୍, DOG ଡଗ୍। କ୍ୱେଶ୍ଚିନ୍ ନମ୍ବର 5 ଆରେଞ୍ଜ ଦି ୱାର୍ଡସ୍ ଟୁ ମେକ୍ କରେକ୍ଟ ସେଣ୍ଟେନ୍ସ। ଏ ନମ୍ବର ଦେଇଛି ମାଇ ବୁକ୍ ଇଜ୍ ଦିସ୍, ଏହାକୁ ଠିକ୍ ଲେଖିଲେ କ'ଣ ହେବ? ଦିସ୍ ଇଜ୍ ମାଇ ବୁକ୍, ଦିସ୍ ଇଜ୍ ମାଇ ବୁକ୍। ଆନ୍ସର୍ ହେବ This is my book. This is my book. ସେହିପରି ବି ନମ୍ବର ଦେଇଛି କ'ଣ? ଇଜ୍ ହି ହୁ, କ୍ୱେଶ୍ଚିନ୍ ମାର୍କ ଅଛି। କ'ଣ ହେବ ସେଣ୍ଟେନ୍ସ କଲେ? ହୁ ଇଜ୍ ହି, ହୁ ଇଜ୍ ହି, ହୁ ଇଜ୍ ହି, ସେ କିଏ ଅଟନ୍ତି। କ୍ୱେଶ୍ଚିନ୍ ନମ୍ବର 6 ଫାଇଣ୍ଡ ଦି ମିସିଂ ଲେଟର୍ସ। ଏ ଦେଇଛି ORANGE, କ'ଣ ହେବ? ଅରେଞ୍ଜ, ORANGE ଅରେଞ୍ଜ। ବି ନମ୍ବର ଦେଇଛି HED, ଆନ୍ସର୍ କ'ଣ ହେବ? HEAD ହେଡ୍। କ୍ୱେଶ୍ଚିନ୍ ନମ୍ବର 7 ଟ୍ରାନ୍ସଲେଟ୍ ଇଣ୍ଟୁ ଇଂଲିଶ। କହିଦେଇଛି ଏ ଗୋଟିଏ ମାନଚିତ୍ର, ଟ୍ରାନ୍ସଲେସନ୍ କଲେ କ'ଣ ହେବ? ଦିସ୍ ଇଜ୍ ଏ ମ୍ୟାପ୍, ଦିସ୍ ଇଜ୍ ଏ ମ୍ୟାପ୍। ଖ ପ୍ରଶ୍ନ ଦେଇଛି କଲମଟି ଟେବୁଲ ଉପରେ ଅଛି, ଏହାକୁ ଟ୍ରାନ୍ସଲେସନ୍ କଲେ କ'ଣ ହେବ? ଦି ପେନ୍ ଇଜ୍ ଅନ୍ ଦି ଟେବୁଲ, ଦି ପେନ୍ ଇଜ୍ on the table, on the table।